ଆଜ୍ଞା ନମସ୍କାର ପରେଶ ଆଜ୍ଞା କହୁଥିଲେ କି? ନମସ୍କାର। ହଁ ମୁଁ ଆଜ୍ଞା ପରେଶ ଭାଇ କହୁଥିଲି। ଖବର ଉପରେ ନଜର କହୁଥିଲି। ହଁ ଭାଇ କୁହ। ନା ଭାଇ। ହଁ ନାରାୟଣ ଭାଇ କହୁଥିଲି। ଆଉ ଭଲ ଅଛନ୍ତି? ହଁ ନିଶ୍ଚୟ। ଆଉ ଦିଗ ପହଣ୍ଡି ରାଜନୀତିର ପାଣିପାଗ କଣ ଆଜ୍ଞା? ଦେଖନ୍ତୁ ନାରାୟଣ ଭାଇ, ଆମଠୁ ଆପଣ ମାନେ ଗ୍ରାଉଣ୍ଡ ଜିରୋରେ ବା ଗ୍ରାଉଣ୍ଡରେ ଏବଂ ପୁରା ଗ୍ରାସ ରୁଟରେ ସମସ୍ତ ତଥ୍ୟ ନିଶ୍ଚୟ ବାହାର କରିଛନ୍ତି। ଦେଖନ୍ତୁ ଆଜ୍ଞା ଆଉ ସିଦ୍ଧାନ୍ତ ମହାପାତ୍ରକୁ ଦିଗ ପହଣ୍ଡି ଲୋକ କାହିଁକି ଭୋଟ ଦେବେ କୁହନ୍ତୁ? ଦେଖନ୍ତୁ ଭାଇ ବିପ୍ଳବ ପାତ୍ର ଘରେ ଘରେ ପହଞ୍ଚୁଛନ୍ତି। ଆଜିକୁ ଆଜ୍ଞା 1.5 ବର୍ଷ 2 ବର୍ଷ ହେଲା ରାଜନୀତିରେ ତାଙ୍କେ ପାଳି ଦେଇଛନ୍ତି। ଲୋକଙ୍କ ଦୁଃଖ ସୁଖ ବୁଝୁଛନ୍ତି। କିନ୍ତୁ ସିଦ୍ଧାନ୍ତ ମହାପାତ୍ର 10 ଦିନ ହେଲା ଆସିକିରି ପ୍ରଚାର ମଇଦାନରେ ବୁଲୁଛନ୍ତି। ପୁଣି ପାଦରେ ଚାଲି ପାରୁନାହାନ୍ତି ଆଜ୍ଞା, ଯୋଉ ଖରା ପାଦରେ ହଁ ଚାଲି ପାରୁନାହାନ୍ତି, ଗାଡି ଉପରେ ବସୁଛନ୍ତି। ଲୋକ ଦିଗ ପହଣ୍ଡି ଲୋକ ଗାଡି ଉପରେ ବସିବା ଲୋକଙ୍କୁ ଭୋଟ ଦେବେ ନା ଘରେ ଘରେ ବସି ଚାଲି ଚାଲି ଯିବା ଲୋକଙ୍କୁ ଭୋଟ ଦେବେ? ବିପ୍ଳବ ପାତ୍ର ଆଜ୍ଞା ଚାଲି ଚାଲି ଯାଉଛନ୍ତି। ଆଜ୍ଞା ନିଶ୍ଚୟ। ସିଏ ଯେତେବେଳେ ଚାଲି ଚାଲି ଯାଉଛନ୍ତି, ସିଏ କିଛି ଗୋଟେ ବ୍ୟାକ୍ ଫୁଟ ଅଛନ୍ତି। ସିଏ ବିପ୍ଳବ ପାତ୍ର ଏଇ ନିର୍ବାଚନ ମଣ୍ଡଳୀରେ କାହା ପାଇଁ ମଧ୍ୟ କିଛି ରେସନ କାର୍ଡଟି କରିନାହାନ୍ତି। ବା ବିପ୍ଳବ ପାତ୍ର ମଧ୍ୟ କୋଉଠି ମଧ୍ୟ ୱାର୍ଡ ମେମ୍ବର ଟିକି କାଉନସିଲର ଟିକି କୋଉଠି ସୋସାଇଟିର ସେକ୍ରେଟାରୀ ହେଇନାହାନ୍ତି। ତେଣୁ ତାଙ୍କୁ ଡର ଲାଗିଛି ଯେ ମୁଁ MLA ହେଇପାରିବି ନା ନାହିଁ। ତେଣୁକରି ସିଏ ପାଦରେ ବୁଲିବେ। ହୁଁ ବୁଝିପାରିଲେ? କିନ୍ତୁ ଗୋଟେ ଷ୍ଟାର ପ୍ରଚାରକ, ଆପଣ ମାନେ ଜାଣିଥିବେ ଯେ ସିଦ୍ଧାନ୍ତ ମହାପାତ୍ର ଗୋଟେ ଷ୍ଟାର ଓଡିଶାର। ତାଙ୍କୁ ସମସ୍ତ ଗାଁ କଥା କୁହନ୍ତୁ, ଗାଁ ଗଣ୍ଡା ସହରରେ ମଧ୍ୟ ସ୍ତ୍ରୀ ପୁରୁଷ ଛୋଟ ଛୁଆ ଯୁବକ ସମସ୍ତେ ତାଙ୍କୁ ଜାଣନ୍ତି। ଆଉ ସିଏ ବି ଯୋଉ ମଇଦାନରେ ଓହ୍ଲେଇଛନ୍ତି, ସିଏ ବି ଘର ଘର ବୁଲି ପ୍ରଚାର କରୁଛନ୍ତି, ଭୋଟ ଭିକ୍ଷା କରୁଛନ୍ତି। ଆଙ୍କର କଥାର ଶୈଳୀ, ସିଦ୍ଧାନ୍ତ ମହାପାତ୍ରଙ୍କର କଥାର ଶୈଳୀ ଦେଖନ୍ତୁ, ସିଦ୍ଧାନ୍ତ ମହାପାତ୍ରଙ୍କର ଏପ୍ରୋଚ ଦେଖନ୍ତୁ, ସିଦ୍ଧାନ୍ତ ମହାପାତ୍ରଙ୍କର ତାଙ୍କର ବ୍ୟକ୍ତିତ୍ୱକୁ ଆପଣ ମାନେ ପରଖନ୍ତୁ। ଆଉ ବିପ୍ଳବ ପାତ୍ରର କଥାବାର୍ତ୍ତା ଦେଖନ୍ତୁ। ସିଏ କିଛି ଦିନ ତଳେ କିଛି ଗୋଟେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ମୁଁ ଏ ମାଟିର ମଣିଷ ନାହିଁ, ମୁଁ ଗଳିର ନାହିଁ, କି ମୁଁ ଏରିଆର ନାହିଁ, ମୁଁ ସୂର୍ଯ୍ୟ ପାତ୍ରଙ୍କ ପୁଅ। ତାଙ୍କ କଥାରୁ ପରୀକ୍ଷି ଦେବାକୁ ପଡିବ ଯେ ସିଦ୍ଧାନ୍ତ ମହାପାତ୍ର କେତେ ଉଚ୍ଚରେ, ବିପ୍ଳବ ପାତ୍ର କେତେ ନିଚରେ। ତେଣୁକରି ବିପ୍ଳବ ପାତ୍ରକୁ ମନରେ ଘାରିଛି ଯେ ମୁଁ ଆଉ ଏଠାରେ ଜିତି ପାରିବିନି। ମୋ ବାପା ସିନା MLA ହେଇପାରିଥିଲେ, କିନ୍ତୁ ସିଏ MLA ହେବାର ସ୍ୱପ୍ନ ଯୋଉ ଦେଖୁଛନ୍ତି, ସେ ସ୍ୱପ୍ନ ସାକାର ହବ ନାହିଁ। ଦିଗ ପହଣ୍ଡିରେ ସିଦ୍ଧାନ୍ତ ମହାପାତ୍ର ବିଜୟ ବୋଲି ଭାବିଛନ୍ତି? ନିଶ୍ଚୟ। ପରେଶ ଭାଇ ଗୋଟେ ସତ କଥା କହିବେ, ସିଦ୍ଧାନ୍ତ ମହାପାତ୍ରକୁ ଟିକେଟ ପାଇକିରି ଖୁସି ଅଛନ୍ତି ଆପଣ, ନା ଦଳ କିଛି ଟିକେ ଭୁଲ କରିଦେଲା? ପାର୍ଟି ଯାହା ନିଷ୍ପତ୍ତି ନେବ, ଆମେ ଯେହେତୁ ଗୋଟେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା, ଆମେ ତାକୁ ସାଦରେ ଗ୍ରହଣ କରିବାକୁ ପଡିବ। ନାଇଁ ସିଦ୍ଧାନ୍ତ ମହାପାତ୍ରକୁ ଟିକେଟ, ଭାଇ ସିଦ୍ଧାନ୍ତ ମହାପାତ୍ରକୁ ଟିକେଟ ନ ଦେଇକିରି ଯଦି ବିପିନ ପ୍ରଧାନକୁ ଟିକେଟ ଦିଆହେଇତା, ନହେଲେ ଶ୍ରୀକାନ୍ତ ପାଢୀକି ଦିଆଯାଇଥାନ୍ତା, ନହେଲେ ସିଦ୍ଧାନ୍ତ ଗଙ୍ଗଦେବକୁ ଦିଆହେଇତା, ନହେଲେ ଯୋଗୀ ଦେବଦତ୍ତ ମହାରାଜ ଦିଆହେଇତା, ନହେଲେ ଆପଣଙ୍କୁ ଦିଆହେଇତା, ହେଲେ ଜିତିବାର ଟିକେ ସମ୍ଭାବନା ଅଧିକ ଥିଲା ପରା। ସେଟା ଆପଣ ମାନେ ଗ୍ରାଉଣ୍ଡ ଜିରୋରେ କଣ ବାହାର କରିছে, କିନ୍ତୁ ଆମେ କହିବୁ ଯେ ସିଏ ସିଦ୍ଧାନ୍ତ ମହାପାତ୍ର ହୁଅନ୍ତୁ, ବିପିନ ପ୍ରଧାନ ହୁଅନ୍ତୁ, ଯୋଗୀ ଦେବଦତ୍ତ ହୁଅନ୍ତୁ, ଚିନ୍ମୟ ଦାସ ମହନ୍ତ ହୁଅନ୍ତୁ, ଶ୍ରୀକାନ୍ତ ପାଢୀ ହୁଅନ୍ତୁ, ସିଦ୍ଧାନ୍ତ ଗଙ୍ଗଦେବ ହୁଅନ୍ତୁ, ପରେଶ ରଥ ହୁଅନ୍ତୁ, ଆମେ ସମସ୍ତେ ଏକ। ଯାହାକୁ ମିଳିଲେ ମଧ୍ୟ ଆମେ ସେଇ ସମଭାବାପନ୍ନରେ ଆମେ ଚକ୍ଷୁରେ ବା ଦେଖୁଛୁ, ଆଉ ସମସ୍ତ ମିଳିମିଶି କାମ କରୁ। ଏଇଠି କିଏ ବି ଦ୍ୱିମତ, ଆଉ ମତେ ମିଳିଥିଲେ ମୁଁ ହେଇଯାଇଥାନ୍ତି, ସିଏ ତାଙ୍କୁ ମିଳିଥିଲେ ସିଏ ହେଇଯାଇଥାନ୍ତା, ସେଇ ମନୋଭାବ ଆମ ପାଖରେ ନାହିଁ। ଯେହେତୁ ପାର୍ଟି ଗୋଟେ ନିର୍ଣ୍ଣୟ ନେଇଛି, ପାର୍ଟି କେଉଁ ଆଧାର ବଳରେ ସେ ଯେହେତୁ ପ୍ରାର୍ଥୀ ଚୟନ କରିଛି, ଆମେ ତାଙ୍କୁ ସମ୍ମାନ ଜଣାଇ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବୁ। ତାଙ୍କର ପ୍ରଚାର ମଇଦାନରେ ଆମେ ସମସ୍ତେ ସହଯୋଗ କରିବୁ। ଯଦି ସମସ୍ତଙ୍କ ମନରେ ଏସବୁ ଅଛି, ଆଜି ସିଦ୍ଧାନ୍ତ ମହାପାତ୍ର ପାଖରେ ଲୋକମାନେ ଆପଣ ମାନେ ଆସୁନାହାନ୍ତି କାହିଁକି? ଏକା ଏକା ବୁଲୁଛନ୍ତି ତାଙ୍କେ କାହିଁକି? ଯଦି ମନରେ ଏତେ ସ୍ୱଚ୍ଛ ଏତେ ଭଲ ପାଇବା ଅଛି ଦଳ ପ୍ରତି, ଏଠି କାହିଁକି ଶ୍ରୀକାନ୍ତ ପାଢୀ ଆସୁନି ଆମର ସିଦ୍ଧାନ୍ତ ମହାପାତ୍ର ପାଖକୁ? ଯୋଗୀ ଦେବଦତ୍ତ ମହାରାଜ କାହିଁକି ଆସୁନାହାନ୍ତି? ସିଦ୍ଧାନ୍ତ ଗଙ୍ଗଦେବ କାହିଁକି ଆସୁନାହାନ୍ତି? ବିପିନ ପ୍ରଧାନ ତ କେବେ ଆସୁଛି କେବେ ଆସୁନାହାନ୍ତି? କୋଉଟା କୋଉଠି ମନଉଣା ରହୁଛି ଭାଇ ସିଦ୍ଧାନ୍ତ ମହାପାତ୍ର ଟିକେଟ ମିଳିଲା ପରେ। ନାଇଁ ଆପଣ ଏଇ ଜିନିଷ ଉପରେ ମୁଁ କ୍ଲାରିଫାଏ କରିବାକୁ ଚାହୁଁଛନ୍ତି, ସବୁ ସମୟରେ ସବୁ ନେତା ପ୍ରଚାର ମଇଦାନରେ ଓହ୍ଲାଇ ପାରନ୍ତି ନାହିଁ। ସିଏ କୌଣସି ଅନ୍ୟ କାମରେ ମଧ୍ୟ
ବିଭିନ୍ନ एंगल रे आज स्टेट रु किए आसो सहित आलोचना थाउची विभिन्न एंगल रे आमर राजनैतिक कार्यक्रम रोची तेणुक प्रचार मैदान रे गला बेले समस्ते 6 जन 7 जन उपस्थित रहिबे कि न रहिबे सेला अलग कथा किंतु देखो गत काली विपिन प्रधान थे चिन्मय दास महाराज थे अन्य नेता थे काली की हुए तो परेश रथ थी पारती काली की सिद्धांत गंगदेव रही पारती जोगी देवदत्त रही पारती चिन्मय दास रही पारती जड़े मे 13 निर्वाचन एत समय पर्यंत श्रीकांत पाड़ी के जाना जोगी दत्त के जाना परेश भाई के जाना कहीं जाना भाई क्या समय कम अच्छी भारतीय जनता पार्टी हाथ में समय कौन अच्छी पुणी आ शासक दल सहित दिगोपन लड़ाई करेंगे साथर विधायक होता पुओ सहित लड़ाई करेंगे बीजेपी दल एत पछरे कहीं एत समय बर्बाद कहीं कहीं एकजुट होनी नहीं आम तो समस्त एकजुट अच्छु कौ दिन अन्य कार्यकर्ता माने अन्य काम सांगठनिक कम अन्य कम व्यस्त रोकवा जो से जापार कि मनरे किसी द्विधा मनरे किसी द्वंद्व मनरे किसी कौन खेब थिलापरि मोर अनुभूत होनी। अच्छा पर से शेष प्रश्न गोटे रही उत्तर दब सीधा सबक कथा बर्तमान चर्चा होचे सिद्धांत महापात्र विप्लव पात्र भितर अघोषित मेंट होती तेणु सिद्धांत महापात्र एत निर्वाचन लड़े करना लोक पाखक जाऊना सत ना कौन देखु ये कथार सत्यता किसी ना ए कथा जदि आपण माने जदि खोजी बाहर करेंगे निश्चय आपण पाखे उत्तर पाइबे आउ ए उत्तर मध्य आपण जो मैंने कहते पाखे मुह बंका हो उपस्थान करें जदिओ से टाइप रदि हेता सिद्धांत महापात्र दीर्घ दिन है जो नाम घोषणा कला से दिन ठारू सी निजर प्रचार मैदान में दीर्घ दिन है 150 गाँ आज सुधा 150 गाँव विभिन्न कार्यकर्ता नेता मानू सी मिसी सारे जदिओ से था आपण जदि कहते विप्लव पात्र सहित कौन संपर्क अच्छी तेरे सिद्धांत महापात्र स्टार प्रचारक जड़े सी घरे शोकरी जीतियापी भावी था किंतु सी आज खरा तरार ये डड खरा ए प्रचंड रौद्र गाड़ी रे सकाल 6 रु बुलुचंदी संध्या राति 9टा पर्यंत प्रचार मैदान में से पथ घुंटा देना एथुर आपण मैंने जापारे जे सिद्धांत महापात्र आ विप्लव पात्र मध्य कौन अगठित मेंट ना ये बीजेडी ठिया ये बीजेपी भारतीय जनता पार्टी ठिया एवं समस्ते जानी रखा दरकार जे सिद्धांत महापात्र क्या सहित मेंट करेंगे नाई बा मेंट होबार कौन परिलिखित ही होनी दिग पहंडी रे सिद्धांत महापात्र जितले कि हारिले रही तो ना भुवनेश्वर पलैबे सुपरस्टार काम सुपरस्टार ना ओडिया सुपरस्टार सिनेमा करिया भुवनेश्वर पलैबे तो पिंकी प्रधान भली देखो भाई मु कहूँ सी जने सुपरस्टार सी फिल्म दुनिया रे किसी कार्य रही थाए व्यस्त बहुल रखी था सी एकानी राजनीति रे ओह्लैला राजनीति रे किसी समय दियंती राजनीति से सुफल है सी कौ कार्यपंथा करेंगे से राजनीति करेंगे सब अधिक समय कि ये दुनिया रे सिनेमा दुनिया रे किसी समय को कम कर दे पारती सी जीतला सी एठार रे ना प्रतिनिधि एठाकार से प्रतिनिधि गोटे रखिए लोकंर समस्या लोकंर सबु समय असुविधा सुविधा बुझापी प्रतिनिधि की से नियुक्ति कर दे पारती आम देखीचु एठारू जे माने जितुले से तो भुवनेश्वर रोते से तो सब समय रोते एठाकार प्रतिनिधि मैंने ही बुझुले सी तो सब समय बुझुन सेहीपरि सिद्धांत महापात्र जितिले प्रतिनिधि को नियुक्ति करवा सी निजे भी आसिक लोकर समस्या सुख दुख रे भागीदार हो पार ओके आज्ञा बहुत बहुत धन्यवाद मन खोली आलोचना कर बहुत बहुत धन्यवाद भाई नमस्कार धन्यवाद नमस्कार।